ବିଜୁବାବୁଙ୍କ ପ୍ରତି ଅନ୍ତରାତ୍ମାରୁ ଆନ୍ତରିକ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି। ତାଙ୍କୁ ତାଙ୍କ ଆତ୍ମା ପ୍ରତି ଭୂମିଷ୍ଠ ପ୍ରଣିପାତ। ନିଶ୍ଚିତ ଭାବରେ ଓଡ଼ିଶା ଗଠନରେ ତାଙ୍କର ଅବଦାନ ଅତୁଳନୀୟ। ବିଜୁ ପଟ୍ଟନାୟକ ଗୋଟେ ନାଁ ନୁହେଁ, ଗୋଟେ ଅନୁଷ୍ଠାନ, ଗୋଟେ ପ୍ରବାହ। ବିଜୁବାବୁଙ୍କର କଥା ଆମ ପକ୍ଷେ କହିବା ଏତେ ଦୂର ସମ୍ଭବ ନହେଲେ ମଧ୍ୟ ଆମେ ଏତିକି ଆମର ଜାଣିବାରେ ବିଜୁବାବୁ ପ୍ରତ୍ୟେକ ଓଡ଼ିଶାର ପ୍ରତ୍ୟେକ ଓଡ଼ିଆର ମନ ପ୍ରାଣରେ ଏ ପର୍ଯ୍ୟନ୍ତ ଉଜ୍ଜୀବିତ ଅଛନ୍ତି ଏବଂ ବିଜୁ ପଟ୍ଟନାୟକ ଓଡ଼ିଆ ପାଇଁ ନିଶ୍ଚିତ ଭାବରେ ସେ ଓଡ଼ିଆ ପାଇଁ ସବୁବେଳେ ଓଡ଼ିଆ ଓଡ଼ିଆ ମନୋଭାବରେ ସେ ସଂଗ୍ରାମ କରୁଥିଲେ। ତେଣୁ ପ୍ରବାଦ ପୁରୁଷ ଯେଉଁ ବିଜୁ ପଟ୍ଟନାୟକ କୁହାଯାଇଛି ଯେ ଆମର ଗୋଟେ କଥିତ କଥା ଅଛି ଯେ କହନ୍ତି ତୁ ଲାଟ ନାତିକି। ତେଣୁ ଲୋକ ମଧ୍ୟ କହନ୍ତି ଯେ ଆଜି ପର୍ଯ୍ୟନ୍ତ ସେ ପ୍ରବାଦ ଅଛି, ତୁ ବିଜୁ ପଟ୍ଟନାୟକ ପୁଅ ନା ତୁ ବିଜୁ ପଟ୍ଟନାୟକ ନାତି। ତେଣୁ ଏଇଟା ଗୋଟେ ସାଧାରଣ ଭାବରେ ଏଠୁ ଅନୁମାନ କରାଯାଏ ଯେ ବିଜୁବାବୁ କେତେ ଦୂର କେତେ ସମ୍ଭବ ସେ ଲୋକଙ୍କ ମନ ପ୍ରାଣରେ ରହିଛନ୍ତି। ତେଣୁ ବିଜୁବାବୁଙ୍କୁ ନିଶ୍ଚିନ୍ତ ଭାବରେ ବହୁ କାଳ ପର୍ଯ୍ୟନ୍ତ ବିଜୁବାବୁ ସମସ୍ତଙ୍କ ମନରେ ଓଡ଼ିଆ ପ୍ରାଣରେ ମନରେ ନିଶ୍ଚିନ୍ତ ଭାବରେ ଉଜ୍ଜୀବିତ ଥିବେ। ଏହା ମୋର ନୁହେଁ, ସମସ୍ତଙ୍କର ଧାରଣାରେ ରହିଅଛି। ବିଜୁବାବୁ ବେବ ଥିଲା ମାନେ ବେବ ବିଜୁ ଦୁଃସାହସୀ ଥିଲେ। ବିଜୁ ଓଡ଼ିଶା ନୁହଁ, ବିଜୁ ପୃଥିବୀର ନେତା ଥିଲେ କି ଭାରତ ନେତା ନୁହଁ। ବିଜୁବାବୁ ଯେଉଁ ଦୁଃସାହସ, ଆପଣ ପାରାଦୀପ ପୋର୍ଟ ବିଷୟରେ କହିବେ। ପାରାଦୀପ ପୋର୍ଟ କେମିତି ହବ, ଚିଫ ସେକ୍ରେଟାରୀ କେମିତି ବସିଲେ, କହିଲେ କେମିତି ହବ ହେଇ ଜାଲ ମାରିଦେଲେ। କହିଲେ ଆଜ୍ଞା ସରକାର ଜାଗା ନାହିଁ ନା ଗଭର୍ଣ୍ଣମେଣ୍ଟ ଅଭାବ ଅଛି ପଇସା, ନେହେରୁ ଚାହୁଁଛନ୍ତି। ବିଜୁବାବୁ ବିଷୟରେ କହିଲେ କେତେ କହିହବ, ମାନେ ଆପଣ ଦିନ ସରିବନି। ବିଜୁବାବୁ ଛୋଟିଆ ଲୋକ ନୁହଁ, ବିଜୁବାବୁ ଅନାପଜ୍ଞାନୀ, କିନ୍ତୁ ସେ ପ୍ରକାଶ କରନ୍ତି। ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କର 29ତମ ତିରୋଧାନ ଦିବସ। ତେଣୁ ଏହି ଦିବସରେ ବିଜୁବାବୁଙ୍କର ଯେ ସମଗ୍ର ଓଡ଼ିଶା ପାଇଁ ଭାରତବର୍ଷ ପାଇଁ ଯେଉଁ ବଳିଷ୍ଠ ଭୂମିକା ଥିଲା, ଯାହାକି ତାଙ୍କର ଶ୍ରେଷ୍ଠ ଅବଦାନ ସ୍ୱରୂପ ରାଜ୍ୟର ଉନ୍ନତିରେ ଏକ ସମ୍ପୂର୍ଣ୍ଣ ଓଡ଼ିଶା ଆଧୁନିକ ଓଡ଼ିଶା ଗଠନ କରିବା ପାଇଁ ତାଙ୍କର ଯେଉଁ ସଂକଳ୍ପ ଥିଲା ତାଙ୍କ ବିଷୟରେ ନେତୃମଣ୍ଡଳୀ ମାନେ ଆଲୋଚନା ରଖିଥିଲେ ଏବଂ ଆମର ବିଧାୟକଙ୍କ ଆହ୍ୱାନ କ୍ରମେ ଏ ବାର୍ତ୍ତା ଥିଲା ଯେ ବିଜୁବାବୁଙ୍କ ଭଳି ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଯେଉଁ ତ୍ୟାଗ ଥିଲା, ସେ ତ୍ୟାଗକୁ ଆପଣାଇ ଏ ସମାଜର ସମସ୍ତ ନାଗରିକଙ୍କର ଏ ବରିବାସୀଙ୍କର ଉନ୍ନତିରେ ନିଜକୁ ନିୟୋଜିତ କରିବା ପାଇଁ ସିଏ ତାଙ୍କର ବାର୍ତ୍ତା ପ୍ରଦାନ କରିଥିଲେ। ବରି ଅଞ୍ଚଳ ଡେଭଲପମେଣ୍ଟରେ ସମସ୍ତେ ଜଣେ ଜଣେ ସାରଥୀ ହୋଇ ନିଜେ କାର୍ଯ୍ୟ କରନ୍ତୁ ଏବଂ ବିଜୁବାବୁଙ୍କ ସ୍ୱପ୍ନ ଏବଂ ନବୀନ ବାବୁଙ୍କର ସଂକଳ୍ପ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ସମସ୍ତେ ନିଜକୁ ନିୟୋଜିତ ରଖନ୍ତୁ।